ଜୟ ଗୁରୁ। ଦେଖ ଦେଖ ପାଣ୍ଡବମାନେ ତାଙ୍କ ଜୀବନରେ ଅନେକ ଦୁଃଖ ସହିଥିଲେ। ପାଣ୍ଡବମାନେ ତାଙ୍କ ଜୀବନରେ ଅନେକ ଦୁଃଖ ସହିଥିଲେ। ତାଙ୍କର ଯେଉଁ 12 ବର୍ଷ ବନବାସ ଆଉ ଗୋଟିଏ ବର୍ଷ ଅଜ୍ଞାତବାସ, 12 ବର୍ଷ ବନବାସ ସମୟରେ ମାନେ ସେମାନେ ଅନେକ ତପସ୍ୟା କରିଥିଲେ, ଅନେକ ତପସ୍ୟାର ସିଦ୍ଧି ହେଇଥିଲେ। ଭଗବାନଙ୍କ ଶ୍ରୀକୃଷ୍ଣଙ୍କର ଉଦ୍ଦେଶ୍ୟ ଥିଲା ଏମାନେ ପୂର୍ଣ୍ଣ ଭାବରେ ସକ୍ଷମ ହୁଅନ୍ତୁ କୌରବମାନଙ୍କୁ ପରାସ୍ତ କରିବା ପାଇଁ। ସେଥିପାଇଁ ସେ 12 ବର୍ଷ ବନରେ ତପସ୍ୟା କରିବା ପାଇଁ ଯାଇଥିଲେ। ଅବଶ୍ୟ ଦୁର୍ଯ୍ୟୋଧନର ଚକ୍ରାନ୍ତ ଥିଲା, ତା ସଙ୍ଗେ ସଙ୍ଗେ ଭଗବାନଙ୍କର ବି ଇଚ୍ଛା ଥିଲା। ଏମାନେ 12 ବର୍ଷ ବନରେ ତପସ୍ୟା କଲେ, ଆଉ ଗୋଟିଏ ବର୍ଷ ଅଜ୍ଞାତ ବାସରେ ଯେତେବେଳେ ବିରାଟ ନଗରୀରେ ରହିଲେ, ବିରାଟ ରାଜା ବିରାଟର ଶଳା କିଚକ କ'ଣ କଲା, ମାନେ ଶୈଳେନ୍ଦ୍ରୀ ପ୍ରତି ଲୋଲୁପ ଦୃଷ୍ଟି ଦେଖାଇଲା। ସେଥିପାଇଁ ଭୀମ କ'ଣ କଲେ, କିଚକକୁ ମାରିଲେ, ଆଉ ତାର 105 ଭାଇକି ମାରିଲେ। 106 ଜଣ ସେ ଟୋଟାଲ, ତା ସାଙ୍ଗରେ ସହସ୍ରାଧିକ ସୈନ୍ୟ ସମ୍ମତିକୁ ମାରିଲେ। ଯେଉଁ କେତେ ଦିନ ଥିଲା ନା 13 ଦିନ ଥିଲା, ବର୍ଷ ପୁରିବାକୁ 13 ଦିନ ଥିଲା। ଆଉ ଶୈଳେନ୍ଦ୍ରୀର ଜିଦି, ମୋତେ ମାନେ ଭୁରି ରାଜସଭାରେ ସିଏ ଗୋଇଠା ମାରିଛି କିଚକ, ଆଉ ମୁଁ ତା ନିବେଦନକୁ ପ୍ରତ୍ୟାଖ୍ୟାନ କରିବା ଦ୍ୱାରା, ସେଥିପାଇଁ ମାନେ ଜିଦି ଦ୍ୱାରା ସେ ଯୁଧିଷ୍ଠିରକୁ ନ ଜଣାଇ ଆଉ କିଚକକୁ ବଧ କରିଥିଲେ। ନୁଚଣିଆ ରାତିରେ ତାକୁ ତା 5 ଭାଇ ସମସ୍ତଙ୍କୁ ବଧ କରିଥିଲେ। ଧୀରେ ଧୀରେ ଏ କଥା ପ୍ରଘଟ ହୋଇଗଲା। ଯୁଧିଷ୍ଠିର ସେଇଥିପାଇଁ କହୁଥିଲେ ସହିଯାଅ ଶୈଳେନ୍ଦ୍ରୀ, ଆଉ କିଛି ଦିନ ସହିଯାଅ, 13 ଦିନ କ୍ରସ୍ ହେଇଯାଉ। କିନ୍ତୁ ଯାହା ହଉ ଧୀରେ ଧୀରେ ଏ କଥା ପ୍ରଘଟ ହୋଇଗଲା। ଯେତେବେଳେ କୌରବମାନଙ୍କ ପାଖରେ ପହଞ୍ଚିଲା କିଚକ ବଧ ହୋଇଛି, ସମସ୍ତେ ସମସ୍ତଙ୍କର ଅଭିମତ ଦେଲେ। ଭୀଷ୍ମ ଗୋଟେ ଅଭିମତ ଦେଲେ, ଦ୍ରୋଣ ଅଭିମତ ଦେଲେ, କୃପାଚାର୍ଯ୍ୟ ଅଭିମତ ଦେଲେ। କିଚକ କେମିତି ମାରିବ ନା, କିଏ ନା ଜଣେ ଗନ୍ଧର୍ବ ମାନେ ମାରିଛନ୍ତି, ଗୋଟିଏ ଗନ୍ଧର୍ବ ମାରିଛି। ଲାଷ୍ଟକୁ ଦୁର୍ଯ୍ୟୋଧନ ବି ଜ୍ଞାନରେ କମ୍ ନୁହଁ। ଦୁର୍ଯ୍ୟୋଧନ ସଭାସଦକୁ କହିଲେ, ଦେଖ ବର୍ତ୍ତମାନ ବିଶ୍ୱରେ ଦେଖିବାକୁ ଗଲେ 4 ଜଣ ଯୋଦ୍ଧା। କିଏ କିଏ ନା, ମୋ ଗୁରୁ ବଳରାମ, ତାପରେ କିଚକ, ତାପରେ ରାଜା ଶଲ୍ୟ ଆଉ ଭୀମସେନ। ଏଇ 4 ଜଣ, ଏଇ 4 ଜଣଙ୍କର ବଳ ହେଲା 10,000 ହାତୀକି ହରେଇବାର କ୍ଷମତା ତାଙ୍କର ଅଛି ଏକାକି, ଏତେ ବଳ। କିଚକକୁ ଯେହେତୁ ଶଲ୍ୟ ରାଜା ଆକ୍ରମଣ କରିନାହାନ୍ତି, ଶଲ୍ୟ ରାଜା ବଳରାମ ଯେହେତୁ ଦ୍ୱାରିକା ଦେଶ ସହିତ କିନ୍ତୁ ବର୍ତ୍ତମାନ ଆକ୍ରମଣ କିଛି ନାହିଁ, ତେବେ ବଳରାମ ବି ମାରିନାହାନ୍ତି। ତେବେ ବାକି ରହିଲେ ଭୀମସେନ। ଯେଉଁ ଗନ୍ଧର୍ବ ସେଟା ମିଛ, ଏ ଭୀମ ହିଁ ତାକୁ ମାରିଛି। ଆମେ ବର୍ତ୍ତମାନ ଚାଲ ଆକ୍ରମଣ କରିଦେବା କାହା ଉପରେ ନା, ବିରାଟ ନଗରୀ ଉପରେ ଆକ୍ରମଣ କରିଦେବା। ଆକ୍ରମଣ କରିଦେଲେ ଏମାନେ ଆଉ ଲୁଚିକି ରହିପାରିବେନି, ବାହାରିକି ଆସିବେ। ଆମେ ଯଦି ତାକୁ ଦେଖି ଦେଉଛନ୍ତି, ତେବେ ସେ ପୁଣି 12 ବର୍ଷ ବନବାସ ଯିବେ, ଆଉ ଗୋଟିଏ ବର୍ଷ ଅଜ୍ଞାତବାସ ଯିବେ। ଏହି କ୍ରମରେ ସେଠି ଥିଲେ ରାଜା ସୁଶର୍ମା। ସିଏ ବାରମ୍ବାର କିଚକ ଠାରୁ ପରାସ୍ତ ହୋଇଛନ୍ତି, ତାଙ୍କର ରାଗ ଥିଲା। ସିଏ କ'ଣ କଲେ ନା, ତାଙ୍କର ସୈନ୍ୟ ନେଇକି ଗୋଟିଏ ଦିଗରୁ ଆକ୍ରମଣ କଲେ। ସୁଶର୍ମା ଆକ୍ରମଣ କରିକି ତାଙ୍କର ଲକ୍ଷେ ଗୋଧନ ଆଉ ଯେଉଁମାନେ ଗାଈ ରଖନ୍ତି ସେମାନଙ୍କୁ ସବୁ ଅପହରଣ କରିକି ଆଣିଲେ। ଯୁଧିଷ୍ଠିର ଆଉ ନକୁଳ, ସହଦେବ, ଭୀମ ଏମାନେ ଗଲେ ତାକୁ ପରାସ୍ତ କରିକି ସୁଶର୍ମା ରାଜାକୁ ପରାସ୍ତ କରିକି ତାଙ୍କ ଗୋଧନ ସବୁ ଫେରାଇକି ଆଣିଲେ। ଯାଇଛନ୍ତି ଫେରାଇକି ଆଣିବା ପାଇଁ, ଅବଶ୍ୟ ସେପଟେ ପରାସ୍ତ କରିସାରିଲେନି। ଏପଟେ କୌରବମାନେ ଆକ୍ରମଣ କରୁଛନ୍ତି। କୌରବମାନେ ଆକ୍ରମଣ କରୁଛନ୍ତି, ରାଜମହଲରେ କେହି ନାହିଁ, କେବଳ ଉତ୍ତର ସ୍ତ୍ରୀ ଲୋକଙ୍କ ପାଖରେ ତାର ଫୁଟାଣି ଗପିବାର ଲାଗିଛି। ସେଠୁ ସେ କହିଲେ ମୁଁ ଯାଆନ୍ତି ଯେ ଯୁଦ୍ଧକୁ, କିନ୍ତୁ ମୋର ସାରଥି ନାହିଁ। ସେଠୁ ଶୈଳେନ୍ଦ୍ରୀ କହିଲେ, ଦେଖ ସାରଥି ମୁଁ ଯୋଗାଡ଼ କରିଦେଉଛି। ଇଏ ଅର୍ଜୁନଙ୍କର ସାରଥି ଥିଲେ, ଏ ବୃହଙ୍ଗନା ଯିଏ। ଅର୍ଜୁନ ବୃହଙ୍ଗନା ବେଶରେ, ଗୋଟେ ନପୁଂସକ ବେଶରେ ସେତେବେଳେ ରାଜକୁମାରୀମାନଙ୍କୁ ନୃତ୍ୟ ଶିକ୍ଷା ଦେଉଥିଲେ। କହିଲେ ଏଇ ବୃହଙ୍ଗନା ତମର ସାରଥି ହେବେ, ତମେ ଯାଅ ଯୁଦ୍ଧକ୍ଷେତ୍ରକୁ ବାହାରି ଯାଅ। ସେ ଯାହା ହଉ ଉତ୍ତର ଯୁଦ୍ଧକ୍ଷେତ୍ରକୁ ବାହାରି ଯାଇଛି। ଯେତେବେଳେ ଦେଖିଦେଇଛି କୌରବମାନଙ୍କର ଏଇ ଭୀଷ୍ମକୁ ଯେତେବେଳେ ଦେଖିଛି, କହିଲେ ଏ ଶୁଭ୍ର ବସ୍ତ୍ରଧାରୀ ଲୋକ କିଏ ନା, ପିତାମହ ଭୀଷ୍ମ। ନା, ରଥରୁ ଓହ୍ଲେଇକି ଦୌଡ଼ିବାର, ତାକୁ ଅର୍ଜୁନ ଓହ୍ଲେଇକି ଦୌଡ଼ିକି ଯାଇକି ଧରିଛନ୍ତି। କହିଲେ ଆପଣ ଏତେ ଗୋଟେ କ୍ଷତ୍ରିୟର ଧର୍ମ, ମାନେ ଯୁଦ୍ଧଭୂମିରୁ ପଳାୟନ ନୁହେଁ, ତମେ ଆସ।
ଯେତେବେଳେ ଭିଡ଼ି ଦେଇଛନ୍ତି ଅର୍ଜୁନ ସାଥିରେ ତାଙ୍କ ଛାତି ଯେତେବେଳେ ଲାଗି ରହିଛି ହାତକୁ ବାହୁକୁ ଟଚ୍ ହେଇଛି, ସେ କହିଲେ ଇଏ ତ ବୃହାଙ୍ଗନାର ଏ ଯେଉଁ ଉତ୍ତାପ ତେଜ ଶରୀର, ଇଏ ଗୋଟେ ଜଣେ ମହାପୁରୁଷ ବୃହାଙ୍ଗନା ବେଶରେ ଆମ ପାଖରେ ଥିଲେ। ଅର୍ଜୁନ ଯେତେବେଳେ ତାଙ୍କୁ ଗୋଡ଼େଇକି ଧରିଛନ୍ତି, ସେପଟେ ଦ୍ରୋଣ, ଭୀଷ୍ମ, ଦୁର୍ଯ୍ୟୋଧନ ସମସ୍ତେ ସନ୍ଦେହ ଚକରେ କହିଲେ ଏଇ ହିଁ ଅର୍ଜୁନ, ଏ ଅର୍ଜୁନର ଚାଲି, ଅର୍ଜୁନର ଆଖି, ଅର୍ଜୁନର ସବୁ ପ୍ରକାର ଠାଣି ଦେଖାଉଛି ଅର୍ଜୁନ, ନପୁଂସକ ବେଶରେ ଅର୍ଜୁନ ଆସିଛି। ତାପରେ ସେଠୁ କ'ଣ ହେଇଛି ନା, ସେଠୁ ଇଏ ତାକୁ ପରିଚୟ ଦେଇଛି କିଏ ଅର୍ଜୁନ। ସର୍ଟରେ କହିଦେଉଛି, ଅର୍ଜୁନ ଉତ୍ତରକୁ ପରିଚୟ ଦେଇଛି, ଉତ୍ତର ସାଷ୍ଟାଙ୍ଗ ପ୍ରଣିପାତ କରିଛି, କହିଲା ଦେଖ ତମେ ସେ ସମୀପ ଗଛ ପାଖକୁ ନେଇ ଚାଲ, ସେ ରଥକୁ ଚାଲ, ତମେ ସାରଥି ହୁଅ, ମୁଁ ଏମାନଙ୍କୁ ସବୁ ଅବିଳମ୍ବେ ପରାସ୍ତ କରିବି। ଯେତେବେଳେ ଗାଣ୍ଡିବ ସେ ସମୀପ ଗଛ କୋରଡ଼ରୁ ବାହା କରିଛନ୍ତି, ଗାଣ୍ଡିବର ମାନେ ନବଗ୍ରହର ଯେତିକି ତେଜ, ସେ ବାହାରିଲା ବେଳକୁ ସେ ଗାଣ୍ଡିବ ବାହାରିଲା ମାତ୍ରେ ତା ତେଜ ଦେଖିକି ମାନେ ଉତ୍ତର ପୁରା ଆଶ୍ଚର୍ଯ୍ୟ ହେଇଯାଇଛି। ଗାଣ୍ଡିବ ତାଙ୍କର ଦିବ୍ୟାସ୍ତ୍ର ସବୁ ଆହ୍ୱାନ କଲେ, କିଏ ମନେ ମନେ ଅର୍ଜୁନ ଆହ୍ୱାନ କରିକି କହିଲେ ଦେଖ ମୁଁ ଯାହାକୁ ଯେତେବେଳେ କହିଲେ ଦେଖ ମୁଁ ଆହ୍ୱାନ କରିବି ଆପଣ ଆସିକି ପହଞ୍ଚିବେ। ଦିବ୍ୟାସ୍ତ୍ର କହିଲେ ଦେଖ ଆମେ ଆପଣଙ୍କ ମନ ଭିତରେ ଅଛୁ, ଅବିଳମ୍ବେ ଆପଣ ଯାହାକୁ ଆପଣ ଆହ୍ୱାନ କରିବେ ଆମେ ଆସିକି ପହଞ୍ଚିବୁ। ଇଏଣେ ଭାଣେଇ ପଡ଼ିଲା ଯେ ଅର୍ଜୁନ ସମକକ୍ଷ ବର୍ତ୍ତମାନ କେହି ନୁହଁ। ଅର୍ଜୁନ ଯେତେବେଳେ ଦିବ୍ୟାସ୍ତ୍ର ଗାଣ୍ଡିବରେ ସଂଯୋଗ କରିବେ ଆଉ କେହି ତାକୁ ପରାସ୍ତ କରିପାରିବେନି, କୌରବ ସେନା ତା ସମକକ୍ଷ କୌଣସି ମତେ ହେଇପାରିବନି। ସେଠୁ ଭୀଷ୍ମ ପିତାମହ ଭୀଷ୍ମ କହିଲେ ଦେଖ ଦୁର୍ଯ୍ୟୋଧନ, ତମେ ଯଦି ପରାସ୍ତ ନ ହେବାକୁ ଚାହୁଁଛ, 4 ଭାଗରୁ ଗୋଟିଏ ଭାଗ ସୈନ୍ୟ ନେଇକି ଆଉ ଗୋଧନ ଲକ୍ଷ୍ୟ ଚୋରି ମାନେ ଅପହରଣ କରିଥିଲେ ତାଙ୍କର ରାଜ୍ୟଠାରୁ, ତାଙ୍କ ଗ୍ୱାଲାକୁ ନେଇକି ତାଙ୍କ ଯେଉଁ ଗୋରକ୍ଷକୁ ନେଇକି ତମେ ଫେରି ଚାଲ, ହସ୍ତିନାପୁର ଫେରିଯାଅ। ତମକୁ ନ ହରାଇଲେ ତାଙ୍କର ହାରିବାଟା ମାନେ ଜିତିବାଟା ସମ୍ଭବ ନୁହେଁ। ଆଉ ରାଜା ଯଦି ହାରିଯାଏ ସବୁ ସରିଗଲା। ସେଠୁ କହିଲେ ଆଉ କିଛି କୌଣସି ବାଟ ନାହିଁ, ସେ ଯାହା ହଉ। ଦୁର୍ଯ୍ୟୋଧନ କହିଲେ 4 ଭାଗରୁ ଭାଗେ ନେଇକି ବିଦାୟ ନେଲେ ହସ୍ତିନାପୁର। ଆଉ ଭାଗେ ସେମାନେ ଯେଉଁ ଗାଈ ଯେଉଁ ଚୋରି କରିଥିଲେ 100 ଗାଈ ଆଉ ତାକୁ ନେଇକି ଗଲେ। ଆଉ 2 ଭାଗେ କ'ଣ ସମର ସଜ୍ଜା କଲେ ଅର୍ଜୁନକୁ ରୋକିବା ପାଇଁ। ଅର୍ଜୁନ ଦେଖିଲେ ଆଙ୍କ ଭିତରେ ଦୁର୍ଯ୍ୟୋଧନ ନାହିଁ, ସିଧା କହିଲେ ସାରଥି କିଏ ନା ଉତ୍ତର। ସେତେବେଳେ ଅର୍ଜୁନର ପରିଚୟ ପାଇଛି, କହିଲା ଦୃଢ଼ ମାନେ ତାର ତେଜ, ତାର ମାନେ ବେଗ, କହିଲେ ଦେଖ ତମେ ଯେମିତି ରଥ କହିବ ମୁଁ ସେମିତି ଚଳେଇବି। ତାର ସାହସ ବଢ଼ିଯାଇଛି। କାହାର ଉତ୍ତର ସାଙ୍ଗେ ସାଙ୍ଗେ ସେ କହିଲେ ତମେ ଏଠି କିଛି ଆଙ୍କ ସାଙ୍ଗରେ ମୋର କାମ ନାହିଁ, ତମେ ସିଧା ଆଙ୍କ ପାଖକୁ। ଯେତେବେଳେ ପ୍ରଥମ ଦୁର୍ଯ୍ୟୋଧନ 2ଟା ତୀର ଦ୍ରୋଣ ପାଖକୁ ମାରିଛନ୍ତି, ପାଦ ପାଖରେ ପଡ଼ିଛି, ଆଉ 2ଟା ତୀର କାନ ପାଖରେ ପଳେଇଛି। ସେ କହିଛି ଦେଖ ବିପକ୍ଷରେ ଗୁରୁ ଥିଲେ ବି ଗୁରୁ ପ୍ରଣାମ କରୁଛନ୍ତି, ଆଉ 2ଟା ତୀର ତାଙ୍କ କାନ ପାଖରେ ଯାଇଛି, ଯେଉଁଟାକି ଆଜ୍ଞା ମାଗିଛନ୍ତି। ତାପରେ ମାନେ ଆଉ ବିଳମ୍ବ ନାହିଁ, ତାଙ୍କର ଦେବଦତ୍ତ ଶଙ୍ଖ ଯେତେବେଳେ ଫୁଙ୍କିଛନ୍ତି, ଉତ୍ତର କହିଲା ମୋ ଛାତି ଫାଟିଯିବ, ଆପଣ ଦେବଦତ୍ତ ଶଙ୍ଖ ଫୁଙ୍କନ୍ତୁ। କହିଲେ ଆଉ ଥରେ ସହ୍ୟ କର। ପୁନର୍ବାର ଯେତେବେଳେ ଫୁଙ୍କିଛନ୍ତି, ମାନେ ଆଉ ବିଳମ୍ବ ନାହିଁ, ଅସ୍ତ୍ର ଯେକୌଣସି ପତ୍ର ଆସିବ। ସେଠୁ ଏମାନେ କହିଲେ ଯେ ଏମାନେ ସେଠୁ ଭୀଷ୍ମ ସାଙ୍ଗେ ସାଙ୍ଗେ ଶବର ସଜ୍ଜା କଲେ, ପଛରେ ରହିଗଲେ। ଦ୍ରୋଣକୁ ମଝିରେ ରଖିଲେ, ଆଗରେ କର୍ଣ୍ଣକୁ ରଖିଲେ, ଏମିତି ରଖିକି ସବୁ ସମର ସଜ୍ଜା କରିଦେଲେ। କିନ୍ତୁ ଅର୍ଜୁନ ଦେଖିଲେ ଆଙ୍କ ଭିତରେ ଦୁର୍ଯ୍ୟୋଧନ ନାହିଁ। ସେଠୁ ସେ ଭାବିଲେ ଦୁର୍ଯ୍ୟୋଧନ ହସ୍ତିନାପୁରରୁ ପଳାୟନ କରୁଛି, ଶୀଘ୍ର ଚାଲ ତମେ ରଥ ଦୁର୍ଯ୍ୟୋଧନକୁ ଧରିବା। ଦୁର୍ଯ୍ୟୋଧନକୁ ଯାଇକି ଯେ ଯୁଦ୍ଧରେ ପରାସ୍ତ କରିକି ସେଠୁ ଦୁର୍ଯ୍ୟୋଧନକୁ ଅଚେତ କରିକି ସବୁ ଗୋଧନ ଗୁରା ସବୁ ପୁଣି ଲଉଟେଇକି ଆଣିଛନ୍ତି। ଏହିପରି ଭାବରେ ତାଙ୍କର 13 ବର୍ଷର ଯେଉଁ ମାନେ ରାଗ କ୍ରୋଧ ସେ ଅବିଳମ୍ବେ ସବୁ ଶେଷ କରିଦେଇଥାନ୍ତି। ଯାହା ହଉ ଏଇଭଳି ଭାବରେ କୀଚକବଦ୍ଧ ହୋଇଥିଲା। ମାନେ କୀଚକ ଭରି ସଭାରେ ଶୈଳେନ୍ଦ୍ରକୁ ନାତ ମାରିଥିଲା। ଶୈଳେନ୍ଦ୍ରୀ ବିରାଟ ପାଖରେ ଯେତେବେଳେ ଅନୁନୟ ବିନୟ କହିଲା, ରାଜାର ଧର୍ମ ହେଉଛି ସମସ୍ତଙ୍କୁ ସୁଶାସନ ଦେବା। ଯଦି ରାଜା କୌଣସି ଶାସନରେ ସୁଶାସନ ନ ଦେଇପାରୁଛି, ତେବେ ରାଜଧର୍ମ ନଷ୍ଟ ହେବ, ରାଜ୍ୟ ଉପରେ ବିପଦ ଆସିବ। ଆଉ ମୋର ପତି ହେଉଛନ୍ତି ଗନ୍ଧର୍ବ, ଯଦି ଗନ୍ଧର୍ବ ଜାଣିଯିବେ ତେବେ କୀଚକକୁ ବଦ୍ଧ କରିଦେବେ। ଯେତେ ପ୍ରକାର ବୁଝେଇଲେ ସେଠୁ ବିରାଟ ତାର ତ ଶକ୍ତିର ଠାରୁ ଅଧିକା ହେଉଛି କୀଚକର ବଳ। ବିରାଟ ସେ ନେଇ ନୀରବ ରହିଲା, କହିଲା ମୁଁ ଦେଖି ନାହିଁ। ସେଠୁ କଙ୍କ ବେଶରେ କିଏ ଅଛନ୍ତି? କଙ୍କ ବେଶରେ ଅଛନ୍ତି ଯୁଧିଷ୍ଠିର। ଆଉ ଗ୍ରନ୍ଥି ବେଶରେ ଅଛି ନକୁଳ। ସେ କ'ଣ କରୁଛି? ମାନଙ୍କୁ ସମ୍ଭାଳୁଛି। ଆଉ ତନ୍ତିପାଳ ବିଷୟରେ ଅଛନ୍ତି ସହଦେବ, ସେ ଗୋଶାଳା ରକ୍ଷକ। ଆଉ ବଲ୍ଲଭ ବେଶରେ ଭୀମ ଅଛନ୍ତି, ସେ କ'ଣ କରୁଛନ୍ତି? ରୋଷେଇଶାଳାରେ ଅଛନ୍ତି। ଏହିପରି ଭାବରେ ସବୁ ଶୈଳେନ୍ଦ୍ରୀ ଥିଲେ।
ଆଉ ସୁଦୃଷ୍ଣା ତାଙ୍କ ରାଣୀଙ୍କର ସେ ଦାସୀ ହିସାବରେ ଏହିଭଳି ଭାବରେ ଲୁଚିକି ତାଙ୍କର ଅଜ୍ଞାତବାସ ପୂରଣ କରିଥିଲେ। ଭୀଷ୍ମ ହିସାବ କରି ଦେଖିଲେ ସୂର୍ଯ୍ୟ ବର୍ଷ ଅନୁସାରେ ସିଏ 13 ବର୍ଷ ଆଉ 6 ଦିନ କମ୍ପ୍ଲିଟ୍ କରିଛନ୍ତି। ଆଉ ଚନ୍ଦ୍ରଗଣନା ହିସାବରେ ସେ 13 ବର୍ଷ ଆଉ 5 ମାସ ଆଉ 12 ଦିନ କମ୍ପ୍ଲିଟ୍ କରିଛନ୍ତି। ସେ ନେଇକି ତାଙ୍କର ଆଉ ଅଜ୍ଞାତବାସ ଆଉ 12 ବର୍ଷ ବନବାସର କୌଣସି କୋଶ୍ଚିନ୍ ଉଠୁନି। ଆଉ ଯିଏ କଥାରେ କଥା ଉଠେଇବ ପ୍ରଥମେ ଭୀଷ୍ମ ସହିତ ସତ୍ୟର ଯୁଦ୍ଧ କରିବାକୁ ପ୍ରସ୍ତୁତ ହେବ। କାରଣ ଭୀଷ୍ମ ବିପକ୍ଷରେ ଥିଲେ ବି ସତ୍ୟବାଦୀ ଥିଲେ, କିନ୍ତୁ ଯେହେତୁ ଦୁର୍ଯ୍ୟୋଧନର ଅନ୍ନ ଖାଉଥିଲେ ସେମାନଙ୍କର ସବୁ ବୁଦ୍ଧି ସବୁ ମାନେ ପାପରେ ସେଥିପାଇଁ ସମସ୍ତଙ୍କର ବିନାଶ ଘଟିଲା। ସେମାନେ ଦ୍ରୌପଦୀର ଯେଉଁ ଭୂରି ସଭାରେ ଯେଉଁ ବସ୍ତ୍ର ଦେଖିଲେ କେହି ପଦେ କହିନଥିଲେ। ସବୁ ମହାପୁରୁଷ ମାନେ ବଡ଼ ବଡ଼ ମହାରଥୀ ମାନେ ତାଙ୍କର ବିନାଶ ସେଥିପାଇଁ ଘଟିଲା। ସେଥିପାଇଁ ଅନ୍ୟକୁ ଆମେ ଯେଉଁଠି ଦେଖିବା ଆଖି ବୁଜିକି ନହେଲେ ପଳେଇବା, ନହେଲେ ବିରୋଧ କରିବା, କାରଣ ନହେଲେ ସେ ପାପରେ ଆମେ ଭାଗି ହେବା। ବୁଝିପାରିଲେ ତ? ଜୟ ଗୁରୁ।